ଦଶପଲ୍ଲାରେ ଆକୁ ନେଇ କ'ଣ କହିବେ? ପ୍ରକୃତରେ ଛେନାପୋଡ଼ଟା ଏନ୍ତୁଡ଼ିଶାଳ ହେଉଛି ଦଶପଲ୍ଲା। ଦଶପଲ୍ଲାରେ ହିଁ ପ୍ରକୃତରେ ବିଦ୍ୟାଧର ସାହୁ ଛେନାପୋଡ଼ ସୃଷ୍ଟି କରିଥିଲେ। ତାଙ୍କର ପତ୍ନୀ ଦିନେ ଛେନା ବଳି ଯାଇଥିଲା ତାଙ୍କ ଦୋକାନରେ, ସେ କିଛି ଚିନି ଗୋଳେଇକି ତାକୁ ଗୋଟେ ପଲମ ରଖିଦେଇକି ଘୋଡ଼େଇ ଯାଇଥିଲେ। ସକାଳୁ ସେଟା ପୋଡ଼ ହେଇକି ଥିଲା। ତାକୁ ଖାଇବା ପରେ ତାକୁ ଭଲ ଲାଗିଲା ଏବଂ ତା ପରଠାରୁ ସେଟା ଛେନାପୋଡ଼ ନାଁ ଦେଇକି ତାକୁ ତାର ସ୍ରଷ୍ଟା, କିନ୍ତୁ ପ୍ରକୃତରେ ସ୍ରଷ୍ଟା ସିଏ। ଏବଂ ସିଏ ବିକ୍ରି କରିବା ପାଇଁ ନୟାଗଡ଼କୁ ପଠାଉଥିଲେ ତାଙ୍କ ପୁଅ ହାତରେ, ସୁଦର୍ଶନ ହାତରେ। ସୁଦର୍ଶନ କିଲେ 2 କିଲୋ ଛେନାପୋଡ଼ ପ୍ରଥମେ ନେଇକି ଯାଉଥିଲେ ଏବଂ ବିକ୍ରି ବଢ଼ିବା ପରେ ଆଉ ଅଧିକ ପରିମାଣରେ ନେଲେ ସେଠି ବିକ୍ରି କଲେ। ତାପରେ କ୍ରମଶଃ ଲୋକ ଯେହେତୁ ନୟାଗଡ଼ରୁ କିଣିଲେ, ତେଣୁ ତା ନାଁ କରିଦେଲେ ନୟାଗଡ଼ ଛେନାପୋଡ଼। କିନ୍ତୁ ପ୍ରକୃତରେ ଛେନାପୋଡ଼ ନୟାଗଡ଼ ନୁହେଁ, ଦଶପଲ୍ଲାର ଛେନାପୋଡ଼। ଦଶପଲ୍ଲାର ଏନ୍ତୁଡ଼ିଶାଳ ହେଉଛି ଛେନାପୋଡ଼ ଏନ୍ତୁଡ଼ିଶାଳ ହେଉଛି ଦଶପଲ୍ଲା। ଦଶପଲ୍ଲାର ସେ ତିଆରି ପ୍ରଥମେ ଆରମ୍ଭ ହେଇଥିଲା। କଥା ସେ ଜିଆଇ ଟ୍ୟାଗ ମାନ୍ୟତା ଦେବା ପାଇଁ ଯେଉଁ ବର୍ତ୍ତମାନ ପ୍ରୟାସ ଚାଲିଛି, ସେଇଟା ପ୍ରକୃତରେ ଦଶପଲ୍ଲାର ଛେନାପୋଡ଼ ହିସାବରେ ଜିଆଇ ଟ୍ୟାଗ ମାନ୍ୟତା ଦେଲେ ଆମେ ଖୁସି ହେବୁ। ପାଳନ କରାହେଉଛି ଆଜି ତ, ଯେହେତୁ ଦଶପଲ୍ଲାରେ ସେଟା ତିଆରି ହେଇଥିଲା, ପ୍ରଥମେ ଆରମ୍ଭ ହେଇଥିଲା, ତେଣୁ ଦଶପଲ୍ଲା ହିଁ ଛେନାପୋଡ଼ ଦିବସ ଭାବରେ 5 ଡିସେମ୍ବର 31 ତାରିଖ ପାଳନ କରାଯାଉଛି। ସମସ୍ତେ ପାଳନ କରୁଛନ୍ତି ସାରା ଦଶପଲ୍ଲା।